22/12/2024 ତାରିଖ ରବିବାର ଦିନ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବୁଢ଼ାପାଳ ସରସ୍ୱତୀ ଶିଶୁ ମନ୍ଦିର ବୁଢ଼ାପାଳ ଶିଶୁ ଏବଂ ଅଭିଭାବକଙ୍କୁ ନେଇ ମା ତାରିଣୀ ପୀଠ ଭାଇ ଭଉଣୀଠାରେ ଅନୁଷ୍ଠିତ ହୋଇଥିବା ବାର୍ଷିକୋତ୍ସବ ଓ ବନବିହାର କାର୍ଯ୍ୟକ୍ରମ ସମାପନ ହୋଇଛି। ଏହି ଅବସରରେ ବିଦ୍ୟାଳୟର ସଭାପତି ମହୋଦୟ ଶ୍ରୀଯୁକ୍ତ ଟଙ୍କଧର ଦେହୁରୀ ଯୋଗଦେଇ ଅଭିଭାଷଣ ରଖିଥିଲେ। ପରିଚାଳନା କମିଟିର ସଦସ୍ୟ ଯଥା ସମ୍ପାଦକ କୁଞ୍ଜବିହାରୀ ସାହୁ, ସହ ସମ୍ପାଦକ ଅଶୋକ ସାହୁ, ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ଧୀରେନ୍ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରମଣୀକାନ୍ତ ପ୍ରଧାନ, ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜୀବ ଲୋଚନ ପ୍ରଧାନ, ପୂର୍ବତନ ଆଚାର୍ଯ୍ୟ ଶ୍ରୀମତୀ ରୋଜାଲିନୀ ପ୍ରଧାନ ଉପସ୍ଥିତ ଥିଲେ। ପ୍ରାତଃ କାଳାଂଶରେ ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତୀ ପ୍ରଭାତୀ ପ୍ରଧାନ ଦୀପ ପ୍ରଜ୍ୱଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଏବଂ ସମାଜସେବୀ ଶ୍ରୀଯୁକ୍ତ ପ୍ରଭାସ କୁମାର ମିଶ୍ର ଅଭିଭାଷଣ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବାସୁଦେବ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଆଚାର୍ଯ୍ୟ ଅମର ବେହେରା, ଉତ୍ତମ ବିଶ୍ୱାଳ, ମଳରଞ୍ଜନ ପ୍ରଧାନ ଏବଂ ଆଚାର୍ଯ୍ୟ ଭାବିତା ପ୍ରଧାନ, ସବିତା ପ୍ରଧାନ, ଜ୍ୟୋତ୍ସ୍ନାମୟୀ ସାହୁ, ଜ୍ୟୋତ୍ସ୍ନାମୟୀ ମହାପାତ୍ର, ମହିଷତା ମହାପାତ୍ର, ପ୍ରତିମା ଦେହୁରୀ ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସହିତ ବିଭିନ୍ନ ବର୍ଗରେ ଅଧ୍ୟୟନ କରିଥିବା ଛୋଟ ଛୋଟ ଶିଶୁମାନଙ୍କୁ ପୁରସ୍କୃତ କରିବା ସହିତ ଉତ୍ସାହନ କରୁଥିଲେ। ରିଆମାଳ ବୁଢ଼ାପାଳରୁ ସତ୍ୟଜିତଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।